हाय हेलो केमती अछंती मु आशा करछु आपण माने समस्त भलर थिबे। आजी चिंगुडी माछ झोल हबो तो जय जगन्नाथ। आ गुटे ब्लॉग रे पुणी आपन स्वागत करछि मु किशोर कुमार। तो आसंतु आज चिंगुडी माछ झोल चिंगुडी माछ प्रथमे सफा करिबा तो माछ सफा करिबाठु तो जेटा कहते माछ केळेबा तो बट आमे बालेश्वरिया तो बालेश्वर भाषा हम टिके लगेबू तो माछ माछ केमिति केळा जाय तो माछ टाकू आगे भलसे सफा कले सिना खाଇବା ପାଇଁ ଭଲ ଲାଗିବ। तो आसंतु भलसे सफा करिबा ता ऊपर खोळा ता चिंगुडी जो गोड़ ता मुंडो सब भलसे सफा करिबा तो सफा कले कोना खाଇବା ପାଇଁ ଭଲ लागे। तो देखो एई भलिया सफा करिवे तो खाଇବା ପାଇଁ ଭଲ ଲାଗେ। ଆଉ କିଛି ଲୋକ ଅଛନ୍ତି ତା ଗୋଡ ତା ଖୋଳା ତା ମୁଣ୍ଡ ସବୁ ଥିବ ସେମାନେ ମାନେ ଇଏ କରିଦିଅନ୍ତି। ତାଙ୍କର ଯେ ରୋଷେଇ କରିଥିବେ ମତେ ଆକ୍ଚୁଆଲି ଭଲ ଲାଗେନି କାହିଁକି ଆମର ଏପଟେ ତ ଚିଙ୍ଗୁଡି ବହୁତ ଚିଙ୍ଗୁଡି ମାଛର ମାଛ ଆମର ଏପଟର କମ୍ପ୍ରୋମାଇଜ ନାହିଁ ମାଛ ଯାହାକୁ ଯେତେ ତ ଯୋଉ ଟାଇପ ର ମାଛ ଖୋଜିବେ ଆମର ଏପଟେ ମାଛ ମିଳେ। ତ ମାଛ ଟା ପୁରା ଭଲସେ ସଫା କରିବେ ତ ମାଛ ଟା ଆମର ଯୋଉ ରୋଷେଇ କଲେ ଭଲ ଲାଗେ ଯୋଉ କଳା ସୂତା ଟା ଅଛି ସେଇ ସୂତା ଟା କାଢିଲେ ନ କାଢିଲେ ପେଟ ଖରାପ ହୁଏ। ଆଉ ମାଛ ଏମିତି ପୁରା ସଫା କରିବେ ସଫା କରିକି ଭଲସେ ଧୋଇକି ଧୋଇଦେବେ ଭଲସେ ଦେଖନ୍ତୁ ପୁରା କିଛି ଟିକେ ବି ନାହିଁ ତା ଖୋଳା ବି ତା ଗୋଡ ବି କିଛି ନାହିଁ ପୁରା କ୍ଲିନ। ତ ଏମିତି କଲେ ମାଛ ଖାଇବା ପାଇଁ ଟିକେ ଭଲ ଲାଗେ। ତ ଆସନ୍ତୁ ତାପରେ କଣ କରିବେ ନା ଏଇ ଚିଙ୍ଗୁଡି ମାଛକୁ ଟିକେ ଗରମ ପାଣି କରିକି ତ ଗରମ ପାଣି ଟିକେ ବସେଇବେ ଗ୍ୟାସ ରେ ବସେଇକି ତାକୁ ଟିକେ ହଳଦୀ ପକେଇବେ ହଳଦୀ ପକେଇକି ତାପରେ ମାଛ ସେଥିରେ ସେ ଯୋଉ ମାଛ ଯୋଉ କେଳା ହେଇଥିବ ମାଛ ଟାକୁ ସେଇଥିରେ ଛାଡିଦେବେ। ତ ମାଛ ଟାକୁ ଛାଡିଲେ କଣ ହବ ନା ସେ ଯୋଉ ଫୁଟିବ ମାଛ ଟା ଫୁଟିଲା ପରେ ମାଛର ଯୋଉ ତା ଯୋଉ ଇଏ ଜିନିଷ ଟା ଭଲ ହେଇଛି ମାନେ ପାଣିରେ ସବୁ ରହିଯିବ ତାପରେ ମାଛ ଖାଇବା ପାଇଁ ଭଲ ଲାଗିବ ଏମିତିକା ହେଇଯିବ। ଦେଖନ୍ତୁ ମାଛ ଟା ଏଇଭଳିଆ ତାପରେ ପାଣି ଫୁଟିଲା ପରେ ଏଇ ଭଳିଆ ଛାଙ୍କି ନେବେ ଦେଲେ କଣ ହେଲା ଖାଇଲେ ଆଉ କିଛି ଦେହ ଖରାପ ହବନି କି ପେଟ ଖରାପ ହବନି ସବୁ ଭଲ ରହିବ। ତ ଏଇଭଳିଆ ଗୁଟି ଗୁଟି କରି ଛାଙ୍କି ନବା ଛାଙ୍କି ସାରିଲା ପରେ ପୁଣି ଆପଣ ଯଦି ଅଲଗା କଡେଇ ଥିବ ତ କଡେଇରେ ରାନ୍ଧିବେ ମାଛ ଭଜା ଯିବ ତ ମାଛ ଭଜା ତ ଆପଣ ତ ଜାଣିଛନ୍ତି ମାଛ କୋଉ ଟାଇପ ରେ ଭଜା ଯାଏ ଏଇଭଳିଆ ମାଛ ଭଜା ଯାଇଛି। ତାପରେ ତେଲ ପକେଇ ପିଆଜ ପକେଇଲେ ପିଆଜ ପକେଇକି ପିଆଜ ଖାଲି ହାଲକା କି ଗରମ ହବ ଟିକେ ଲାଲ ଟାଇପ ର ହବ ତ ଲାଲ ଟାଇପ ର ହେଲା ପରେ ତ ତାପରେ ଅଦା ରସୁଣ ଆଡ କରିବେ ତ ପିଆଜ ଟିକେ ଲାଲ ହେଇଯାଉ ପିଆଜ ଆମର ଲାଲ ବି ହେଇଗଲା ତ ଅଦା ରସୁଣ ଏବେ ଦବା ଅଦା ରସୁଣ ଅଳ୍ପ ଦେବେ ବେଶୀ ଦେବେନି କାହିଁକି ଇଏ ମାଛ ଟା ସେଇ ଟାଇପ ର ନା ଚିଙ୍ଗୁଡି ମାଛ ର ତେଲ ମସଲା ଟିକେ କମ ଦେଲେ ଭଲ ଲାଗିବ ଆଉ ଦେହ ବି ଖରାପ ହବନି ନହେଲେ ଚିଙ୍ଗୁଡି ମାଛ ବେଶୀ ଆପଣ ଖାଇ ପାରିବେ ନାହିଁ ଆପଣ ମୁହଁ ବୁଲେଇଦବ ଚିଙ୍ଗୁଡି ମାଛ ଚିଙ୍ଗିଡି ମାଛର ତେଲ ଟା ବହୁତ ଅଛି ନା ଅଦା ରସୁଣ ପକେଇଲା ପରେ ଟିକେ ଲଙ୍କା ପକେଇବେ ଅଳ୍ପ ଲଙ୍କା ପକେଇବେ ବେଶୀ ଲଙ୍କା ବି ପକେଇବେନି କାହିଁକି ନା ଛୋଟ ପିଲା ଥିବେ ନିଜେ ଲଙ୍କା ଟା ଆକ୍ଚୁଆଲି ଲଙ୍କା ଗୁଣ୍ଡ ଟା ଖାଇବା କଥା ନୁହେଁ କଞ୍ଚା ଲଙ୍କା ଯେତେ ଖାଇପାରିବେ ତାପରେ ଟିକେ ଖାଲି ହାଲକା କି ପାଣି ଦେଇଦେବେ ଦେଇ ସାରିଲା ପରେ ହଳଦୀ ଟିକେ ପକେଇବେ କାହିଁକିନା ହଳଦୀ ଅଳ୍ପ ପକେଇବେ କାହିଁକିନା ମାଛରେ ତ ହଳଦୀ ପଡିଯାଇଛି ଆଉ କଟା ବିଲାତି ଆପଣ ଚାହିଁଲେ ବି ଗୋଟା ବିଲାତି ପକେଇ ପାରିବେ କଟା ପକେଇଲେ ଜଲ୍ଦି ଟିକେ ମେଲ୍ଟ ହୁଏ ଆଉ ସେଥିପାଇଁ କଟା ବିଲାତି ସମସ୍ତେ ୟୁଜ୍ କରନ୍ତି ଟିକେ ଅଳ୍ପ ହଳଦୀ ପକେଇବେ ବେଶୀ ହଳଦୀ ପକେଇବେ ନାହିଁ ଅଳ୍ପ ହଳଦୀ ୟୁଜ୍ କରିବେ ତ କାହିଁକି ନା ମାଛରେ ତ ଅଲରେଡି ହଳଦୀ ଦିଆ ହେଇଯାଇଛି ତ ହଳଦୀ ଅଳ୍ପ ଦେବେ ତ ତାପରେ ଲୁଣ ତ ଆପଣ ଜାଣିଛନ୍ତି ସ୍ଵାଦ ଅନୁଯାୟୀ ଲୁଣ ତ ସେଥିରେ ଆଉ କଣ କହିବି ତାପରେ ହାଲକା କି ଟିକେ ପାଣି ଦେଇଦବା ଏଥିରେ ମସଲା ତ ରେଡି ହେଇଗଲା ଆଉ ହାଲକା କି ଟିକେ ପାଣି ଦେଇଦବ ଅଳ୍ପ କି ପାଣି ଦେଇଦବା ଆଳୁ ଦେଇ ଦେଇକି ତାପରେ ପାଣି ଦେଇଦବା
ଆଳୁ ଦେଇ ସାରିକି ତାପରେ ପାଣି ଦେଇଦବା, ଭଲ ହବ। ତାପରେ ଟିକେ ଖାଲି ମସଲା ଆଳୁ ଟିକେ ହେଇଗଲା ପରେ ତାପରେ ମାଛକୁ ପକେଇଦବା। ମାଛକୁ ପକେଇଦେଲେ ମାଛ ସେଥିରେ ପକେଇ ଟିକେ ଖାଲି ଗୋଳେଇଦବା। ଗୋଳେଇ ସାରିଲା ପରେ ମାଛ ଟିକେ ବୁଡି ସାରିଲା ପରେ ମସଲା ସାଙ୍ଗ ଟିକେ ଇଏ କରିଲା ପରେ ଟିକେ ଖୁଶୁଣି ଚଲେଇ ସାରିଲା ପରେ ଆମର ଦବା କଣ ପାଣି। ଏତେବେଳେ ଦିଆ ହେଲା ପାଣି। ଏତେବେଳେ ଦିଆହେଲା ପାଣି, ତ ପାଣି ଦିଆଯିବ। ତ ପାଣି ଦିଆହେଲା ପରେ ଟିକେ ଚଲେଇ ଦେଇକି ଢାଙ୍କଣା ମାରିଦବା। ଢାଙ୍କଣା ମାରି ସାରିଲା ପରେ ଆମର ହେଇଗଲା ତରକାରୀ ରେଡି। ତ ଇଏ ତରକାରୀ ସାଙ୍ଗରେ ଭାତ ଖାଇବା ଭଲ ଲାଗିବ କି ପଖାଳ ଖାଇବା ଭଲ ଲାଗିବ ଆପଣ କମେଣ୍ଟରେ ଜଣେଇବେ। ତ ଭିଡିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବେ, ସବସ୍କ୍ରାଇବ କରିବେ। ଜୟ ଜଗନ୍ନାଥ। ଆପଣ ଥରେ ବନେଇକି ଖାଆନ୍ତୁ ଘରେ, ବହୁତ ଭଲ ଲାଗିବ।